ମୁହଁଟା ଦେଖାଯାଉଛି ନା? ତମେ ବି ଯାଇପାରିବ ଆମେ କେସ୍ କି କ'ଣ 3ଟା ଡେଡ୍ ବଡି ମିଳିଛି ସମ୍ପର୍କରେ ଟିକେ କହିବେ। ଆଜି ଆମର ସମ୍ବାରୀର ପୁଅ ନିରଞ୍ଜନ ଆସି ଥାନାରେ ଗୋଟେ ରିପୋର୍ଟ ଦେଲେ ଯେ ସେ ଭୁବନେଶ୍ୱରରେ ଚାକିରି କରୁଛନ୍ତି ଆଉ ତାଙ୍କ ବୋଉକୁ ସିଏ ଫୋନ୍ କରିଥିଲେ। ଫୋନ୍ ନ ଉଠିବାରୁ ଘର ପଡ଼ୋଶୀକି ଫୋନ୍ ଦେଇଥିଲେ, କହିଥିଲେ ମୋ ବୋଉକୁ ରିପୋର୍ଟ ଫୋନ୍ ଦେ କଥା ହେବି, ସେ ଟିକେ ଆଭଏଡ଼ କରିଥିଲେ। ସେ ଖବର କାଢ଼ିଲା ବେଳକୁ ଯେ ତାଙ୍କର ବୋଉ କ'ଣ କିଛି ଗାଁ ଲୋକ ତା ବୋଉ ପ୍ଲସ୍ ଡାମ୍ପା ତାର ସ୍ତ୍ରୀ କ'ଣ ବାଡ଼ାବାଡ଼ି କରିଥିଲେ। ବାଡ଼ାବାଡ଼ି କଲା ପରେ ସେମାନେ ଯେତେବେଳେ ଆସଲ୍ଟରେ ବି ମରିଯାଇଛନ୍ତି, ତାଙ୍କୁ ଆଣିକି ଜଙ୍ଗଲରେ ଗାଁ ଠାରୁ 4 କିଲୋମିଟର ପାଖାପାଖି ହେବ ଆଣିକି ଏଠି ପକାଇଛନ୍ତି। ଆମେ ଡେଡ଼୍ ବଡ଼ି 3ଟାକ ରେସ୍କ୍ୟୁ କରିଛୁ ଆଉ ତଦନ୍ତ ଚାଲୁ ରହିଛି। ମହିଳା 2 ଜଣ ଅଛନ୍ତି, ଜେଣ୍ଟସ୍ ଜଣେ ଅଛନ୍ତି। କାରଣ ଗାଁରେ ସିଏ ତାଙ୍କର ଜଣେ ଲୋକ କି ଜଙ୍ଗଲ ଆସିଥିଲା, ତାର ଆଖିରେ କ'ଣ ଡାଳ ଆସିଥିଲା, ସେ ସେଠୁ ତାର ଆଖିଟା ଭଲ ହେଲାନି, ତାକୁ ଟିକେ ସେ ସସ୍ପେକ୍ଟ କରୁଛନ୍ତି ଏଇମାନେ ଗାଁରେ କିଛି କରୁଛନ୍ତି, ସେଥିପାଇଁ ଆମ ଦେହ ଭଲ ରହୁନି। ହେଇଥାଇପାରେ ସେଟା କ'ଣ ସେ କହୁଛନ୍ତି। କୋଉ ଗାଁର 3 ଜଣ ଯାକ ମୃତ? ଏଇ ବରପଦା ଗାଁର 3 ଜଣ ବଡ଼ ପୋଖରୀ ପଞ୍ଚାୟତ। ବର୍ତ୍ତମାନ କେତେ ଜଣ ଆରେଷ୍ଟ କରିଛନ୍ତି? ବର୍ତ୍ତମାନ ଥାନାରେ ଆମେ 7 ଜଣ ଡିଟେନ୍ କରିଛୁ। ତାପରେ ଇଣ୍ଟରୋଗେସନ୍ କଲା ଜଣାପଡ଼ିବ କେଉଁମାନେ ଇନଭଲ୍ଭ ଅଛନ୍ତି।